ପିଲାମାନେ ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀ ଓଡ଼ିଆ କାର୍ଯ୍ୟପୁସ୍ତିକାର ଯେଉଁ ରହିଛି କାର୍ଯ୍ୟଫଳ 25 ହେଲା। ତାର ଗୋଟେ ଭଲ ଗପଟି ଅଛି, ଚାଲ ଟିକେ ପଢ଼ିଦେବା। ଥରେ ଜଣେ ରାଜା ନିଜର ସୈନ୍ୟ ସାମନ୍ତ ଧରି ପଡ଼ୋଶୀ ରାଜ୍ୟକୁ ଜୟ କରିବା ପାଇଁ ବାହାରି ପଡ଼ିଲେ। କିଛି ବାଟ ଆସିବା ପରେ ଏକ ମରୁଭୂମି ପଡ଼ିଲା। ଚାଲି ଚାଲି ବାଟ ସରିଲା ନାହିଁ, ପାଖରୁ ପାଣି ସରିଗଲା। ତୃଷାରେ ସମସ୍ତେ ଛଟପଟ ହେବାକୁ ଲାଗିଲେ। ତୃଷା ମାନେ କ'ଣ? ଶୋଷ। ଶୋଷରେ ସମସ୍ତେ ଛଟପଟ ହେବାକୁ ଲାଗିଲେ। ଦୂରରୁ ଦେଖିଲେ କିଛି ଲୋକ ଓଟ ଦଳ ସହ ଆସୁଛନ୍ତି। ପାଖକୁ ଆସି ସେମାନେ ଦେଖିଲେ ରାଜା ଓ ସୈନ୍ୟମାନେ କ୍ଷୁଧା ଓ ତୃଷାରେ ବହୁତ କଷ୍ଟ ପାଇଲେଣି ହେଲା। ସେମାନଙ୍କ ନିକଟରେ ଥିବା ତୁମ୍ବିରୁ ପାଣି ଆଣି ସମସ୍ତଙ୍କୁ ପିଇବାକୁ ଦେଲେ। ରାଜା ଓ ସୈନ୍ୟମାନେ ପାଣି ପିଇ ତୃପ୍ତି ଲାଭ କଲେ। ତୃପ୍ତି ମାନେ ଶାନ୍ତି ହେଲା, ଶାନ୍ତି ଲାଭ କଲେ। ସେ ଲୋକମାନେ ଥିଲେ ପଡ଼ୋଶୀ ରାଜ୍ୟର। ଏଭଳି ଉପକାର ପାଇ ରାଜାଙ୍କ ମନରୁ ପଡ଼ୋଶୀ ରାଜ୍ୟ ଜୟ କରିବାର ଇଚ୍ଛା ଉଭେଇଗଲା। ବଢ଼ିଆ ଗପଟି ଥିଲା। ତା ପ୍ରଶ୍ନ ଉତ୍ତର କରିବା ଚାଲ। ଉପର ଗପଟିକୁ ପଢ଼ି ତଳ ପ୍ରଶ୍ନର ଉତ୍ତର ଦିଅ। ମରୁଭୂମିରେ ଚାରିଆଡ଼େ ଆମେ କ'ଣ ଦେଖିବା? ମରୁଭୂମି ଦେଖିଛ ପିଲେ? ଯେମିତି ଆମ ପୁରୀରେ ଦେଖିବ, ପୁରୀରେ ଯେମିତି, ପୁରୀରେ କ'ଣ ପାଣି ବି ଅଛି, ସେଠି ସବୁବେଳେ ଯେଉଁ ପୁରୀରେ ଯେମିତି ବାଲି ଅଛି ସମୁଦ୍ର କୂଳରେ, ଖାଲି ବାଲି ଚାରିଆଡ଼େ ଥିବ, ସେ ପାଣି କୁଆଡ଼େ ନଥିବ, ସେଇଟା ହେଲା ମରୁଭୂମି। ଚାରିଆଡ଼େ ଦେଖିବ ବାଲି, ପାହାଡ଼ ଭଳିଆ ଦେଖାଯାଉଥିବ ଦୂରକୁ, ସେଇଟା ବି ବାଲିରେ ଦେଖାଯାଉଥିବ ହେଲା। ତାହେଲେ ମରୁଭୂମିରେ ଚାରିଆଡ଼େ ଆମେ କ'ଣ ଦେଖିବା? ମରୁଭୂମି ଚାରିଆଡ଼େ ଆମେ ବାଲି ଓ କଣ୍ଟା ଜାତୀୟ ଗଛ ଦେଖିବା ହେଲା। ବାସ୍, ଏଇଠି ଖଟା କରିବା। ରାଜା ଓ ସୈନ୍ୟ କ'ଣ ପାଇଁ ଛଟପଟ ହେଉଥିଲେ? କ'ଣ ପାଇଁ ଛଟପଟ ହେଉଥିଲେ? ସେମାନେ କ୍ଷୁଧା ଓ ତୃଷାରେ ଛଟପଟ ହେଉଥିଲେ ହେଲା। ରାଜା ଓ ସୈନ୍ୟ ପାଣି ପାଇଁ ଛଟପଟ ହେଉଥିଲେ ହେଲା। ପାଣି କେଉଁଥିରେ ଥିଲା? ପାଣି କେଉଁଥିରେ ଥିଲା? ପାଣି ତୁମ୍ବିରେ ଥିଲା। ଅନ୍ୟ ରାଜ୍ୟର ଯେଉଁ ଲୋକମାନେ ତାଙ୍କ ତୁମ୍ବିରେ ରଖିଥିଲେ ପାଣି, ତେଣୁ ପାଣି ତୁମ୍ବିରେ ଥିଲା। ଠିକ୍ ଅଛି। ଗପଟିରେ ଥିବା କିଛି ଘଟଣାକୁ ଏପଟ ସେପଟ କରି ଦିଆଯାଇଛି, ସେଗୁଡ଼ିକୁ କ୍ରମ ଅନୁସାରେ ସଜାଡ଼ି ଲେଖିବା। ଏପଟ ସେପଟ ହେଇକି ଯେଉଁ ଘଟଣା ଗୁଡ଼ା ଦିଆହେଇଛି ତାକୁ ଠିକ୍ ହିସାବରେ ଯେଉଁଟା ଆମେ ପଢ଼ିଲେ ସେଇ ହିସାବରେ ଲେଖିବା। ଯେମିତିକି ପାଖରେ ଥିବା ପାଣି ସରିଗଲା। ପାଣି ସରିଗଲା। ଏଭଳି ଉପକାର ପାଇ ରାଜାଙ୍କ ମନରୁ ରାଜ୍ୟ ଜୟ କରିବାର ଇଚ୍ଛା ଉଭେଇଗଲା। ସେମାନଙ୍କ ନିକଟରେ ଥିବା ତୁମ୍ବିରୁ ପାଣି ଆଣି ସମସ୍ତଙ୍କୁ ପିଇବାକୁ ଦେଲେ ହେଲା। ତାହେଲେ ଫାଷ୍ଟ ହେଇଥିଲା କ'ଣ? ପାଣି ସରିଯାଇଥିଲା। ତାପରେ ପାଣି ସେମାନେ ପିଇଲେ କାହାଠୁ? ଅନ୍ୟ ରାଜ୍ୟର ଲୋକଙ୍କଠୁ। ତାପରେ ତାଙ୍କର ରାଜ୍ୟ ଜୟ କରିବାର ଉଭେଇଗଲା। ଏଇଟା ହେବ ଫାଷ୍ଟ। ପାଖରେ ଥିବା ପାଣି ସରିଗଲା, ଏଇ ଯେଉଁ ଲାଷ୍ଟ ଲାଇନ୍ଟା ହେବ ତାପରେ ସେକେଣ୍ଡକୁ। ସେମାନଙ୍କ ନିକଟରେ ଥିବା ତୁମ୍ବିରୁ ପାଣି ଆଣି ସମସ୍ତଙ୍କୁ ପିଇବାକୁ ଦେଲେ। ଏଇ ମଝିଟା ହେବ ଲାଷ୍ଟ। ଏଭଳି ଉପକାର ପାଇ ରାଜାଙ୍କ ମନରୁ ରାଜ୍ୟ ଜୟ କରିବାର ଇଚ୍ଛା ଉଭେଇଗଲା। ବୁଝିଗଲା ପିଲେ? ଆଚ୍ଛା ପିଲାମାନେ, ଆଜି ଆମେ ପଢ଼ିବା ଆମର ପଞ୍ଚମ ଶ୍ରେଣୀ ଓଡ଼ିଆ କାର୍ଯ୍ୟପୁସ୍ତିକାର ହେଲା। ଏଇଠି ଦେଖ କାର୍ଯ୍ୟପଦ 26 ହେଲା। ଏଇଠି ଦେଖ ପରିଚିତ ଶବ୍ଦଗୁଡ଼ିକର ଅର୍ଥ ଶବ୍ଦକୋଷରୁ ଖୋଜିବା। କ ସ୍ତମ୍ଭରେ ଲିଖିତ ଶବ୍ଦ ସହ ଖ ସ୍ତମ୍ଭ ସମ୍ପର୍କିତ ଶବ୍ଦକୁ ଗାର ଟାଣି ଯୋଡ଼। ଏଇଠି ତୃଷାରେ ଏଇ ଏପଟର କେଉଁଟା ମିଶିବ? ଶୋଷ। ତୃଷା ମାନେ ହେଲା ଶୋଷ। ତୃପ୍ତି ମାନେ ହେଲା ଆନନ୍ଦ ହେଲା। ତୁମ୍ବି ମାନେ ହେଲା ଗୋଟେ ପାତ୍ର, ସେଟା ତାଙ୍କର ଆମେ ଯେମିତି ଜଗ୍ କହୁଛୁ, ମଗ୍ କହୁଛୁ, ପାଣି ରଖୁଛେ, ସେଇଥିରେ ତୁମ୍ବି ସେଇଭଳିଆ ଗୋଟେ ତାଙ୍କର ମରୁଭୂମିରେ ବ୍ୟବହାର କରାଯାଏ ହେଲା। ଏଇଠି ଦେଖ ତଳ ଲିଖିତ ଶବ୍ଦଗୁଡ଼ିକର ଅର୍ଥ ଲେଖି ବାକ୍ୟ ଗଠନ କର। ଏଇଠି ଦେଖ ନିବାରଣ। ନିବାରଣ ମାନେ କ'ଣ? ଏଇଠି ଦେଖ ତାକୁ ଲଗେଇକି ବାକ୍ୟ ଗଠନ। ବାଟୋଇଟି ଜଳପାନ କରି ତୃଷା ନିବାରଣ ମାନେ ତୃଷ୍ଣା ମେଣ୍ଟାଇବା, ଯେଉଁଟା ନିବାରଣ ମାନେ ମେଣ୍ଟାଇଲା ହେଲା। ତୃଷା ତୃଷ ଏଠି ଲେଖା ହେଇଛି, ତୃଷ ନୁହଁ, ହେଲା ତୃଷା ହେଲା। ବାଟୋଇଟି ଜଳପାନ କରି ତୃଷା ମେଣ୍ଟାଇଲା ବା ତୃଷା ନିବାରଣ କଲା ହେଲା। କ୍ଷୁଧାର୍ତ ମାନେ କ'ଣ? ହେଲା ଭୋକିଲା। ବୁଝିଗଲା? କ୍ଷୁଧାର୍ତ ମାନେ ହେଲା ଭୋକିଲା।
ଭୋକିଲାକୁ ଖାଦ୍ୟ ଦେବା ଧର୍ମ କାର୍ଯ୍ୟ ଅଟେ। ବାସ୍ ତାପରେ ହେଲା ବିଚରଣ। ବିଚରଣ ମାନେ ବୁଲିବା। ବାଘଟି ଜଙ୍ଗଲରେ ଚଲାବୁଲା କରୁଅଛି। ବିଚରଣ ମାନେ ଚଲାବୁଲା କରିବା। ନିର୍ଭୟ। ନିର୍ଭୟ ମାନେ ଯିଏ ଭୟ ଶୂନ୍ୟ ହେଲା, ଭୟ ନ କରେ। ପିଲାଟି ଭୟ ନ କରି ସତ କଥା କହିଲା, ନିର୍ଭୟରେ କହିଲା ହେଲା। ତ ଚ୍ୟାନେଲଟିକୁ ପିଲାମାନେ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ। କାର୍ଯ୍ୟପଦ 26ଟି ସରିଗଲା।